କିଛି ଦିନର ଲୁଚକାଳି ଖେଳ ପରେ ସାଇ ଓ ନାଣ୍ଡୁ ବାବୁଙ୍କ ମଧ୍ୟରେ ବିବାଦ ତୁଟିଛି। ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆଲୋଚନା ପରେ ସମାଧାନ ହୋଇଛି। କିଛି ଦିନ ହେଲା ମଞ୍ଚକୁ ଚଢି ନଥିବାରୁ ମୁଁ ମର୍ମାହତ ହୋଇଥିଲି। ଏବେ ସମସ୍ୟାର ସମାଧାନ ହୋଇଥିବାରୁ ମୁଁ ପୁଣି ମଞ୍ଚକୁ ଚଢିବି ବୋଲି କହିଛନ୍ତି ସାଇ। ସେପଟେ ଏ ବାବଦରେ ନାଣ୍ଡୁ ବାବୁଙ୍କୁ ପଚାରିବାରୁ ସାଇର ଦେହ ଭଲ ନଥିଲା, ମୋତେ ଦେଖା କରିବାକୁ ଆସିଥିଲା କହିଛନ୍ତି ନାଣ୍ଡୁ। ସାଇ ଆଜିଠୁ ତୁଳସୀରେ ଅଭିନୟ କରିବ, ସବୁ ସମାଧାନ ହୋଇଛି ବୋଲି ସେ କହିଛନ୍ତି। ତେବେ ସାଇ ଓ ନାଣ୍ଡୁଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବେଳେ ସାଇଙ୍କ ବାପା ମା ଉପସ୍ଥିତ ଥିଲେ। ଇତିହାସର ପୁନରାବୃତ୍ତି ଘଟେ, ହିଷ୍ଟ୍ରି ରିପିଟ୍ସ ଇଟସେଲ୍ଫ। ଆପଣ ଜାଣିଛନ୍ତି ଏଇ ନିକଟ ଅତୀତରେ ଆପଣଙ୍କର ପିୟୁଷ ବାବୁଙ୍କୁ ନେଇ ଯୋଉ ଘଟଣାଟା ଘଟିଥିଲା, ସିଂହ ବାହିନୀ ମାଲିକ ପ୍ରମୋଦ ବାବୁଙ୍କୁ ତାଙ୍କୁ ନେଇ ଆସିଲେ, ସିଏ ଗୋଟେ ବିବାଦ ହେଲା। ସେତେବେଳେ ସେ କହିଲେ ବ୍ଲାଙ୍କ ପେପରରେ ମୁଁ ସିଗ୍ନେଚର ଦେଇଦେଲି, ଇଏ କଲି ସିଏ କଲି। ସିଏ ମଧ୍ୟ ତାଙ୍କ ବାପାଙ୍କୁ ପଠେଇଲେ, ତାଙ୍କ ବାପା ମଧ୍ୟ ଆସି କହିଲେ। ଏକ ରକମର ଏଠି ସାଇ ଆସିଲେ, ତାଙ୍କୁ କଣ ସେ କହିଲେ ମତେ ଧମକ ଦେଲେ, ତେଣୁକରି ସିଏ ମଞ୍ଚରୁ ଓହ୍ଲେଇଲେ। ତାପରେ ତା ସହିତ ଜଣେ ଝିଅ ଟିକେ ଥିଲା, ତାକୁ ମଧ୍ୟ ମନା କଲେ। ତେଣୁ କହିବାର ତାତ୍ପର୍ଯ୍ୟ ଏଇ ଯେ ଏଇ ଯୋଉ ଜିନିଷ ଗୁଡା ଚାଲୁଛି, ଆଜି ଏ ସମାଧାନ ହେଇଗଲା, ଆଉ 4 ଦିନ ପରେ ଆଉ ଗୋଟେ ଘଟଣା ହବନି ବୋଲି କିଛି ମାନେ ଅଛି? କିଛି ମାନେ ନାହିଁ। କାହିଁକି ନା ଏଇ ବର୍ଷ ଏଇଭଳି ଭାବରେ ଏଇ ଜିନିଷଟା ଚାଲିଛି। ଆଉ ବହୁତ ମୁଁ ଭାବୁଛି ତୁଳସୀ ନାଟର ଲାଣ୍ଡୁ ବାବୁ ଇଏ ହଉଛନ୍ତି ବୋଧେ ସବୁଠୁ ଖରାପ ଲୋକ, ଏମାନେ ସବୁ ଭଲ ଲୋକ। ପଇସା ନେଇ ଆସିବେ, ତାଙ୍କ ନାଁରେ ବଦନାମ କରିବେ। ସେ ଭଲ ଭଲ କଳାକାର ବନେଇଛନ୍ତି ଆଜ୍ଞା, ବହୁତ ଭଲ ଭଲ କଳାକାର ସେ ବନେଇଛନ୍ତି। ଆଉ ତାଙ୍କଠୁ ଆଣିବା ଇଏ କରିବା। କାଲି ଝଗଡା ଝାଟି ଚାଲିଥିଲା, ତାଙ୍କ ବାପା ଆସି କହିଲେ, ସେ କହିଲେ 10 ଲକ୍ଷ ଗାଡି କହିଲେ ମୁଁ ଦେବି, 20 ଲକ୍ଷ ଗାଡି କହିଲେ ଦେବି, 40 ଲକ୍ଷ ଗାଡି କହିଲେ ଦେବି। ତାପରେ ସୂର୍ଯ୍ୟ ମନ୍ଦିର ପଇସା ସେମିତି ଥୁଆ ହେଇଛି, କିଛି ହେଇନି। ପୁଣି ଆଜି ଆମେ ଦେଖିଲୁ ତୁଟିଲା, କଳି ତୁଟିଲା, ବାପା ମା ବି ଥିଲେ। ଆଉ ଏଥିରେ ପରିବାରକୁ ଆଣିକି ସମ୍ପୃକ୍ତ କରିବାଟା କେତେ ଦୂର ଭଲ ଆପଣ ଜାଣିଥିବେ। ଆଉ ଗୋଟେ କଥା କହୁଛି, ଯାତ୍ରା ଜଲିଉଡ ଇଣ୍ଡଷ୍ଟ୍ରିରେ ଲାଣ୍ଡୁ ବାବୁଙ୍କୁ ନେଇ ଅତୀତରେ ଯେତେ ଲେଡିଜ ବା ଯୋଉମାନେ କମ୍ପ୍ଲେନ କରିଥିଲେ, ସେ ଲେଡିଜ ହୁଅନ୍ତୁ ବା ଯିଏ ବି ହୁଅନ୍ତୁ, ଏଭଳି ଭାବରେ ସୋସିଆଲ ମିଡିଆରେ ଆସି ମନ୍ତବ୍ୟ ଦେବାଟା ଠିକ ନୁହେଁ। ସେ ଗୋଟେ କଣ ତାଙ୍କ ସେ ପିଲାଟି କଣ ନାଚ କରୁଛି, ସେ ଝିଅଟି ନା କଣ ମନେ ପଡୁନି ମୋର, ଏଇସବୁ ତାଙ୍କୁ ଲଗେଇ ଆଙ୍କୁ ଲଗେଇ। କିନ୍ତୁ ମୁଁ ଏତିକି କହିବି, ତୁଳସୀର ମାଲିକ ଅନନ୍ତ ନାରାୟଣ ଓଝା ସେ ତାଙ୍କର କର୍ମଚାରୀ ମାନଙ୍କୁ ଯେତେବେଳେ ଯୋଉଠି ଦରକାର ପଡେ ସେ ଯାଆନ୍ତି। ତାଙ୍କର ଗ୍ରୀନ ରୁମକୁ ମଧ୍ୟ ପ୍ରବେଶ କରିବାକୁ ସେ କହନ୍ତି ନାହିଁ, ଏବଂ ଯେତେବେଳେ ଯାହା ଯୋଉଠି ଦରକାର ପଡୁଛନ୍ତି ଦେଇଛନ୍ତି। ତେଣୁ ଏଇ ସବୁ କଥା ଗୁଡାକ ଲାଗୁଛି, ମୁଁ ଏତିକି ନିର୍ଣ୍ଣୟ କରିଛି, ଭାବିଛି, ଚିନ୍ତା କରିଛି, ବର୍ତ୍ତମାନ ଯୋଉ ଯାତ୍ରାର ପ୍ରଯୋଜକ ମାନେ ଅଛନ୍ତି ବା ମାଲିକ ମାନେ ଅଛନ୍ତି, ସେମାନେ ନୂଆ ନୂଆ ଆସୁଛନ୍ତି, ନୂଆ ନୂଆ ନାଁ ବ୍ରାଣ୍ଡ ଚେଞ୍ଜ କରିଦଉଛନ୍ତି। ଆଉ ମୁଁ କହୁଛି 3ଟି ଜିନିଷ, ଗୋଟେ ପ୍ରଯୋଜକ ହେଲେ ଶନି ଗ୍ରହ, ଆଉ ଗୋଟେ ପ୍ରଯୋଜକ ହେଲେ ଶଙ୍କୁନି, ଆଉ ଗୋଟେ ପ୍ରଯୋଜକ ହେଲେ ଧୂମକେତୁ। ଏ ଭିତରେ ଲାଣ୍ଡୁ ବାବୁ ଆସୁନାହାନ୍ତି। ଏଇମାନଙ୍କ କାମ। ପ୍ରମୋଦ ବାବୁଠୁ ଛଡେଇ ନେଲେ ସିଂହ ବାହିନୀ, ସେ କହିଲେ ପନ୍ଦର କଣ ଜାଣିନଥିଲେ, ପାଠ ପଢିଛି, ଇଞ୍ଜିନିୟର ହେଇଛନ୍ତି। ଏବେ କଣ ନାଣ୍ଡୁ ବାବୁଠୁ ସେ ପୁଣି ଛଡେଇ ନେଉଛନ୍ତି ସୂର୍ଯ୍ୟ ମନ୍ଦିର। ଏ କୋଉଠିକା କଥା? ତେଣୁ ଦେଖନ୍ତୁ ଆଜ୍ଞା, ଏଇଭଳିଆ ସମସ୍ୟା ଲାଗି ରହିଲେ ସମସ୍ୟା ବଢିବ। ଶନି, ଶଙ୍କୁନି ଆଉ କେତୁ, ଏଇ ଗ୍ରହ ମାନେ ଯୋଉ ଆସିକିରି ବିସ୍ଫୋରକ ଭାବେ କାର୍ଯ୍ୟକ୍ରମ କରୁଛନ୍ତି, ଠିକ ନୁହେଁ। ସମୟ ଆସିବ, ଆଉ ଯାତ୍ରା ଜଗତରେ କେହି ଲଭର୍ସ ବା କିଏ ଆଉ ମନ ମଧ୍ୟ ବଳେଇବେନି। ଯଦି ସେ ରାଜି ହେଲେ ତାଙ୍କ ଭିତରେ କଣ କଥାବାର୍ତ୍ତା ହେଲା, ଥାର୍ଡ ପାର୍ଟି କିଏ ଥିଲେ କି? ଥାର୍ଡ ପାର୍ଟି ନଥିଲେ ନା। ରୁମ୍ ଭିତରେ ତାଙ୍କର ନିଷ୍ପତ୍ତି ହେଲା, ତାଙ୍କର କଣ୍ଡିସନ ହେଲା। କିନ୍ତୁ ଯେତେବେଳେ କମ୍ପ୍ଲେନ ହଉଥିଲା, ବାହାରେ ହଉଥିଲା, ନିଷ୍ପତ୍ତିଟା ଠିକ ହେଇଛି, ନିଷ୍ପତ୍ତିଟା ଏଇଭଳି ଭାବେ ଜାରି ରହୁ। ମଝିରେ ଗୋଟେ କ୍ୟାମ୍ପ ରହିକି କିଛି କରିବାଟା ଠିକ ନୁହେଁ।